আন এই নে থই দে দেখ এই বস্তুটি তো মাপিଥିଲୁ ଏବେ এই বস্তুটির ওজন কেতে ଅଛି 500 গ্রাম পাখাপাখি 500 গ্রাম পাখাপাখি যদি ଏବେ দেখ ଏବେ ଆର ওজন କେତେ ହେଲା আরে হ্যাঁ 200 গ্রাম পাখাপাখি হয়ে গলানি কেমিতি কেমিতি করিলু তু ତୁ ବୋଧେ ବଡ଼ ସାର୍ଙ୍କ କ୍ଲାସଟା ଥିଲୁ ନା ନଥିଲୁ ତୁ କହ ଆଗେ देख ଯେତେବେଳେ କୌଣସି ତରଳ ପଦାର୍ଥରେ କୌଣସି ବସ୍ତୁକୁ ପୂର୍ଣ୍ଣ ବା ଆଂଶିକ ଭାବରେ ବୁଡ଼ାଇଲେ ଏହାର ବସ୍ତୁଟିର ଓଜନ ହ୍ରାସ ପାଏ କେମିତି ନା ଦେଖ ସବୁ ତରଳ ପଦାର୍ଥରେ ଏକ ଊର୍ଦ୍ଧ୍ୱଗାମୀ ବଳ ଥାଏ ଯେତେବେଳେ ଗୋଟେ ବସ୍ତୁକୁ ଆମେ ତରଳ ପଦାର୍ଥରେ ପକାଇଲେ ସେ ଏଇ ତରଳ ପଦାର୍ଥରେ ତାର ଊର୍ଦ୍ଧ୍ୱଗାମୀ ବଳ ଯୋଗୁଁ ଗୋଟେ ବସ୍ତୁକୁ ଉପରକୁ ଟେକିକି ରଖିଲା ଯାହାଫଳରେ ଏହାର ଓଜନଟି ହ୍ରାସ ପାଇଲା ମାନେ ଏଠି 500 ଥିଲା ସେଠି ଉପରେ ଗଲା 200 ହେଲା ତାହେଲେ ଶୁଭମ କହିଲୁ ତାହାକୁ କୋଉ ବଳ କୁହାଯାଏ ଏହାକୁ ପ୍ଲାବନ